কলেজ কর্তৃপক্ষ মনোমানি চলিব নাই। ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି। ବିଶ୍ୱବିଦ୍ୟାଳୟରେ ନାହିଁ କୌଣସି ମୌଳିକ ସୁବିଧା। ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆଜି କୁଳପତି ଓ କୁଳସଚିବଙ୍କୁ ଘେରାଉ କରିବା ସହିତ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ଚାବି ପକାଇ ପ୍ରତିବାଦ କରିଛନ୍ତି। ପରୀକ୍ଷାରେ ବିଭ୍ରାଟ ସାଙ୍ଗକୁ ଅଧ୍ୟାପକ ନିଯୁକ୍ତି ଏମିତି 15ଟି ଦାବି ନେଇ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି। ବିକ୍ରମଦେବ ବିଶ୍ୱବିଦ୍ୟାଳୟ ହେବାର 3 ବର୍ଷ ବିତିଗଲାଣି, ହେଲେ ଆଜି ପର୍ଯ୍ୟନ୍ତ କୌଣସି ମୌଳିକ ସମସ୍ୟାଗୁଡ଼ିକ ସମାଧାନ ହୋଇପାରିନାହିଁ। ଛାତ୍ରଛାତ୍ରୀମାନଙ୍କ ସେମିଷ୍ଟାର ପରୀକ୍ଷାରେ ବିଭ୍ରାଟ ଥିବାବେଳେ ବ୍ୟାକ୍ ପେପରରେ ରେଜଲ୍ଟ ପ୍ରକାଶ କରୁନାହାନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ପ୍ରଥମ ସେମିଷ୍ଟାର ପରୀକ୍ଷାଠୁ ଆରମ୍ଭ କରି ପଞ୍ଚମ ସେମିଷ୍ଟାର ପରୀକ୍ଷା ପର୍ଯ୍ୟନ୍ତ ପରୀକ୍ଷାର ରେଜଲ୍ଟ ପ୍ରକାଶ ନ କରିବା ଯୋଗୁଁ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରିକି ପରୀକ୍ଷାରେ ପାସ୍ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯାଉନାହିଁ, ଯାହାଫଳରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ପରୀକ୍ଷା ଫି ଆଦାୟ କରାଯାଉଛି, କିନ୍ତୁ ପରୀକ୍ଷା ହଲରେ କୌଣସି ବିଦ୍ୟୁତ୍ ଆଲୋକ ପରି ମୌଳିକ ସମସ୍ୟା ପ୍ରତି ବିଶ୍ୱବିଦ୍ୟାଳୟ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ପିଇବା ପାଣିଠାରୁ ଆରମ୍ଭ କରି ବାଥରୁମ୍ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ କରି ଆଜି ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକକୁ ଚାବି ପକାଇଥିଲେ। କୁଳପତି ଓ କୁଳସଚିବଙ୍କୁ ଘେରାଉ କରିଥିଲେ। ଯଦି ଏହାର ସମାଧାନ ନ ହୁଏ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ। ଏନେଇ ବିଶ୍ୱବିଦ୍ୟାଳୟର କୁଳସଚିବ କହିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କ ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉଛି। ଖୁବ୍ ଶୀଘ୍ର ଏହି ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି। ଅଧ୍ୟାପକ ନିଯୁକ୍ତି ପାଇଁ ସମସ୍ତ କାର୍ଯ୍ୟ ଚାଲୁ ରହିଛି। ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ଆସିଛି। ତୁରନ୍ତ ଭିତ୍ତିଭୂମି ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ପିଲାମାନେ ତାଙ୍କର କର୍ତ୍ତବ୍ୟ କରିଛନ୍ତି। ସେମାନେ କିଛି ଲିଖିତ ଏବଂ ମୌଖିକ ଅଭିଯୋଗ ନେଇକି ଆସିଲେ। ବିଭିନ୍ନ ପ୍ରକାର ସମସ୍ୟା ଅଛି, କମି ଅଛି, ତାକୁ ଶୀଘ୍ର ଫୁଲଫିଲ୍ କରନ୍ତୁ ବୋଲି ଆଇ ଥ୍ୟାଙ୍କ ଦେମ୍। ସେମାନେ ଆମର ୟୁନିଭର୍ସିଟି ପ୍ରଶାସନର ନୋଟିସ୍କୁ ଆଣୁଛନ୍ତି ବିଭିନ୍ନ ସମସ୍ୟା ଉପରେ। ମୁଁ ଖାଲି କହିବା ପାଇଁ ଚାହିଁବି, ପିଲାଙ୍କର ଯେଉଁ ସମସ୍ୟା ଖାସ୍ କରିକି ଯେଉଁ ଏକ୍ଜାମିନେସନ୍ ମ୍ୟାନେଜମେଣ୍ଟ ରେଜଲ୍ଟ ଉପରେ ଥିଲା, ସେଟା ଆମର ଏକ୍ଜାମିନେସନ୍ ମ୍ୟାନେଜମେଣ୍ଟ ସିଷ୍ଟମଟା ଅଟୋମେଟ୍ କରାହେଇଛି। ହେଲେ ଅଟୋମେସନ୍ ଯେ ଆମର ମାନେ ବିଗିନିଂ ଷ୍ଟେଜ୍ରେ ଅଛୁ, ହୁଏତ ଏଇ ଯେଉଁ ଡାଟା ଅପଡେଟ୍ କଲା ବେଳକୁ କିଛି କିଛି ଭୁଲ ମାନେ ହେଇଯାଉଥିବ ନ ଚାହିଁକି ମଧ୍ୟ, ସେଇଟା ଟିକେ ବେଳେ ସମସ୍ୟା ହେଉଛି। ଅଦରୱାଇଜ୍ ଆମର ଅଟୋମେସନ୍ ହେଇଛି। ଆଉ ଓଭର ଦି ଟାଇମ୍ ଆମେ ବହୁତ ଶୀଘ୍ର ତାକୁ ଏରର୍ ଫ୍ରି ଆମେ କରିବା ପାଇଁ ଚାହୁଁଛୁ। ଏଣ୍ଟାୟାର ଟିମ୍ ଆମର ଆଡମିନିଷ୍ଟ୍ରେସନର ଯେଉଁ କଣ୍ଟ୍ରୋଲ ଅଫ୍ ଏକ୍ଜାମିନେସନ୍ର ଟିମ୍ ଲାଗିଛନ୍ତି, ଯାହା ତ୍ରୁଟି ରହୁଛି ତାକୁ ସଂଶୋଧନ କରିବା ପାଇଁ। ଦ୍ୟାଟ୍ ଇଜ୍ ୱାନ୍ ଥିଙ୍ଗ୍। ସେକେଣ୍ଡଲି, ପିଲାମାନଙ୍କର ଯେଉଁ କିଛି ବ୍ୟାକ୍ ପେପର ଯାକ ଦେବା ପାଇଁ ଅସୁବିଧା ହେଉଛି ସେମାନଙ୍କର, ଏଥିରେ ଆକ୍ଚୁଆଲି କ'ଣ ମାନେ ଏବେ ଆମର ଦୁଇଟା ଜିନିଷ ଏକାଥରେ ହେଇଛି। ଆମର ଏସ୍ୱାଇଲ୍ ଅଟୋନମସ୍ କଲେଜ, ସେ ପିଲାମାନଙ୍କର ଲାଷ୍ଟ ଡେଟ୍ ସରିନାହିଁ, ଏଇ ବର୍ଷ ସରିବ, ସେମାନଙ୍କର ଅଛି। ଏବଂ ଏଟ୍ ଦି ସେମ୍ ଟାଇମ୍ ଆମେ ନ୍ୟୁ ଏଜୁକେସନ୍ ପଲିସି ଯେଉଁ ଆମେ ଇମ୍ପ୍ଲିମେଣ୍ଟ କରିଛୁ, ଦୁଇଟା ଯାକ ଯେଉଁ ମିଶିବାରେ ପିଲାମାନଙ୍କର ଏକ୍ଜାମିନେସନ୍ ଏବଂ କ୍ଲାସ୍ ମ୍ୟାନେଜମେଣ୍ଟରେ ଟିକେ ସମସ୍ୟା ରହୁଛି। ସେଥିପାଇଁ ଦ୍ୟାଟ୍ ଇଜ୍ ୱାନ୍ ରିଜନ୍ କି ସମସ୍ୟା ରହୁଛି। ସେଟା ମଧ୍ୟ ସମାଧାନ ହେଇଯିବ ଓଭର ଦି ନେକ୍ସଟ 6 months ଟାଇମ୍, ସେଟା ମଧ୍ୟ ସମାଧାନ ହେଇଯିବ। ବାକି ଇନଫ୍ରାଷ୍ଟ୍ରକ୍ଚର କଥା ଯେଉଁ କହିଲେ, ଆମର ଏଇଟା ତ ଆମେ ଅଟୋନମସ୍ କଲେଜରୁ ଆମେ ଅପଗ୍ରେଡ୍ ହେଇଛୁ ୟୁନିଭର୍ସିଟି ଷ୍ଟାର୍ଟିଂ ତ ନଥିଲା। ତ ଯାହା ୟୁନିଭର୍ସିଟିର ଇନଫ୍ରାଷ୍ଟ୍ରକ୍ଚର ଥିଲା ଅଟୋନମସ୍ କଲେଜର, ତାହା ହିଁ ଆମେ ୟୁନିଭର୍ସିଟି ବର୍ତ୍ତମାନ ବ୍ୟବହାର କରୁଛୁ। ଇନ୍ ଦି ମିନ୍ ୱାଇଲ୍ ଆମର ରିକ୍ୱାରମେଣ୍ଟକୁ ବେସ୍ କରିକି ଆମର ହାୟର ସ୍କୁଲ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଆମକୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନରେ 20 କୋଟି ଟଙ୍କା ସାଂସନ୍ କରିଛନ୍ତି। ଏବଂ ସେଥିରେ ଯେଉଁ ମାନେ ପାଖାପାଖି 14 କୋଟି ଟଙ୍କାର 10 କୋଟି ଟଙ୍କାର ନୂଆ କନଷ୍ଟ୍ରକ୍ସନ୍ ଅଛି। ଏକାଡେମିକ୍ ବିଲ୍ଡିଂ, ଝିଅ ପିଲାମାନଙ୍କର କମନ୍ ରୁମ୍, ଟଏଲେଟ୍ ଫ୍ୟାସିଲିଟିଜ୍, ତାପରେ ସେମିନାର ହଲ୍, ଏସବୁ ହବ। ଏବଂ 6 କୋଟି ଟଙ୍କାର ରିପେୟାର ରିନୋଭେସନ୍ ବି ଅଛି ଆମର 4 କୋଟି ଟଙ୍କାର। ଏଇ ଯେଉଁ ଓଲ୍ଡ କମର୍ସ ବ୍ଲକ୍ ଏବଂ ଓଲ୍ଡ ସାଇନ୍ସ ବ୍ଲକ୍, ଏଇଟା ପୁରୁଣା ବିଲ୍ଡିଂ ଯେହେତୁ ଆମର 1960s 70s ହେଇଥିଲା, ବୋଧହୁଏ ଟିକେ ମାନେ ତାର ରିପେୟାର ଆବଶ୍ୟକତା ଅଛି, ସେଇଟା ହବ। ତାହା ବ୍ୟତୀତ 6 କୋଟି ଟଙ୍କାର ଆମର ଇକ୍ୱିପମେଣ୍ଟ କିଣା ହେଉଛି, ସବୁ ଲ୍ୟାବ୍ ଇକ୍ୱିପମେଣ୍ଟ, ଲାଇବ୍ରେରୀ ବୁକ୍ସ, ବିଭିନ୍ନ ପ୍ରକାର ବୁକ୍ସ କିଣା ହେଉଛି, ସେଇଟା ଅଛି। ଆଉ ଇନ୍ ଦି ମିନ୍ ୱାଇଲ୍ ଇନ୍ ପ୍ରିନ୍ସିପଲ୍ ଗଭର୍ଣ୍ଣମେଣ୍ଟ ଆମକୁ ପାଖାପାଖି 58 crore ଟଙ୍କାର ସାଂସନ୍ ଦେଇଛନ୍ତି। ସେଥିରେ ଆମର ହଷ୍ଟେଲ ବିଲ୍ଡିଂସ୍ ଅଛି, ବଏଜ୍ ଆଣ୍ଡ ଗାର୍ଲସ ହଷ୍ଟେଲ ବିଲ୍ଡିଂ ଅଛି, ଅଫିସର୍ସ କ୍ୱାର୍ଟର ଅଛି, ଆକାଡେମିକ୍ ବିଲ୍ଡିଂ ଅଛି, ଖେଳ ପଡ଼ିଆ, ଏଇ ଆମର ଏଇ ଯେଉଁ ସାମ୍ନାରେ ଦେଖୁଛନ୍ତି ଖେଳ ପଡ଼ିଆ, ଏ ଖେଳ ପଡ଼ିଆ ପାଇଁ 4 କୋଟି ଟଙ୍କା ଦେଇଛନ୍ତି। ଏମିତି ବିଭିନ୍ନ ପ୍ରକାର ଆମର
ଇନଫ୍ରାଷ୍ଟ୍ରକ୍ଚର ଭେରି ସର୍ଟଲି ହେବା ପାଇଁ ଯାଉଛି ଏବଂ ଖାସ କରିକି ପିଏମ୍ ଉଷାର ଯୋଉ ଆମର 20 କୋଟି ଟଙ୍କା ପାଇଁ ବୋଲିକି ଏଜେନ୍ସି ସିଲେକ୍ସନ ସରିଯାଇଛି, ଫଣ୍ଡ ମଧ୍ୟ ସବୁ ମାନେ ଡିପିଆର୍ ସବୁ ପ୍ରସ୍ତୁତ ହେଇଯାଇଛି, ବହୁତ ଶୀଘ୍ର ସେମାନେ ତାଙ୍କ କାମ ଆରମ୍ଭ କରିବେ। ତ ଦିସ୍ ଇଜ୍ ଦି ମାନେ ଭିତ୍ତିଭୂମିର ଏଭଳିଆ ବିକାଶ କରିବା ପାଇଁ ସରକାର ଆମକୁ ସକ୍ଷମ କରିଛନ୍ତି। ଏ ଛୋଟ ଛୋଟ ପ୍ରୋବ୍ଲେମ ରହିଛି ପ୍ରତ୍ୟେକ ଡିପାର୍ଟମେଣ୍ଟରେ ଆମର ଟଏଲେଟ ଫେସିଲିଟି ଅଛି, ପାଣିର ସମସ୍ୟା ମାନେ ପାଣିର ମଧ୍ୟ ସୁବିଧା ଅଛି, ହେଲେ ଏଇ ମେଣ୍ଟେନାନ୍ସ ସମସ୍ୟା ବେଳେ ବେଳେ ଆସୁଛି, ଟଏଲେଟର ମେଣ୍ଟେନାନ୍ସ ଆସୁଛି, ପାଣିର ମଧ୍ୟ ମେଣ୍ଟେନାନ୍ସ ଆସୁଛି, ସେଗୁଡାକ ଆମେ ଡ୍ୟୁ ଟାଇମ୍ ଭିତରେ ସମାଧାନ କରୁଛୁ। 10,000 ଟଙ୍କା ନେଇକି କ୍ଲାସ୍ ନେବାକି ମଧ୍ୟ ପିଲାମାନେ ପାସ୍ ହେଉଛନ୍ତି, ଯେଉଁମାନେ ପାସ୍ ଆସୁଛନ୍ତି ସେମାନେ ଫେଲ୍ ହଉଛନ୍ତି, ଯେଉଁମାନେ ଆସୁନାହାନ୍ତି ସେମାନେ ପାସ୍ ହଉଛନ୍ତି। ନାଇଁ ସେଇଟା ତ ମୁଁ କହିଲି କି ଆମର ବିକଜ ଏକ୍ସାମିନେସନ ସିଷ୍ଟମଟା ଆମର ମ୍ୟାନେଜମେଣ୍ଟ ସିଷ୍ଟମ ଟିକେ ଅଟୋମେସନ ହେଇଛି, ଅଟୋମେସନର ଏଇ ଯୋଉ ଡାଟା ଅପଲୋଡ କଲା ବେଳେ, ଡାଟା ଅପଡେଟ କଲା ବେଳେ କିଛି କିଛି ଭୁଲ ଭାଲ କିଛି ପରସେଣ୍ଟ ଭେରି ନେଗ୍ଲିଜିବଲ ପରସେଣ୍ଟ ଭୁଲଟା ରହୁଛି, ଜଣେ ମଧ୍ୟର ଆମେ ଆଗରୁ ମଧ୍ୟ 2-3ଟା କମ୍ପ୍ଲେନ ପାଇଛୁ, ବିଲକୁଲ ନାହିଁ ବୋଲି ନାହିଁ, ସେଗୁଡାକ ଆସିଲା ପରେ ଆମେ ସମାଧାନ ବି କରି ଖେଳ କରିବା ଦୁର୍ନୀତି କିଏ କରୁଛି, ଦୁର୍ନୀତି କେତେବେଳେ ଦୁର୍ନୀତି ହେଲା, କେମିତି ହେଲା କୋଉଠି କିଏ କଲା, ଏଗୁଡା ମାନେ ଭିତ୍ତିହୀନ ଆଲିଗେସନ କରିବାଟା ବିଲକୁଲ ଭଲ ନାହିଁ, ଟୋଟାଲି ଭଲ ନାହିଁ। ମୁଁ ତ କହୁଛି କି 4 କୋଟି ଟଙ୍କା ଆସିଛି ଆମର ଏଇ ଖେଳ ପଡିଆ ଡେଭଲପମେଣ୍ଟ କରିବା ପାଇଁ, ତାର ଡିପିଆର୍ କରିବା ପାଇଁ ଆମେ RNB କୁ ରିକ୍ୱେଷ୍ଟ କରିଛୁ। ସେମାନେ କଣ କରିବୁ ଏ ପର୍ଯ୍ୟନ୍ତ ସେ ଡିସାଇଡ କରିପାରିନାହାନ୍ତି, କଣ କଲେ ଖେଳ ପଡିଆ ଛୋଟିଆଟା ଏତେ କୋଟି ଟଙ୍କା ଆମେ କେମିତି କରିବା ସେଇଟା ତାଙ୍କର ମାନେ ଚିନ୍ତାର ବିଷୟ ହେଇଛି। ଆମେ ୟୁନିଭର୍ସିଟି ହେଲା ଦିନଠାରୁ ଆଜି ପର୍ଯ୍ୟନ୍ତ ବହୁତ କିଛି ଆକ୍ଟିଭିଟି କରୁଛୁ, ଆମେ ଖାସ କରିକି ଏକାଡେମିକ୍ସ ଆପଣ ଦେଖିବେ ଆମର ମୁଁ ତ ଏଇ ବର୍ଷେ ହେଲା ପାଖାପାଖି ଅଛି, ମାର୍ଚ୍ଚରୁ 10-11 ମନ୍ଥ ହେଲା, ୟା ଭିତରେ ଆମେ ପାଖାପାଖି ଆମେ ଷ୍ଟେଟ୍ ଲେଭେଲ, ନ୍ୟାସନାଲ ଲେଭେଲ, ୟୁନିଭର୍ସିଟି ଲେଭେଲ ପ୍ରାୟ 15ରୁ ଅଧିକ ଆମେ ସେମିନାର କରୁଛୁ, 3-4ଟା ୱାର୍କସପ୍ କରୁଛୁ, ଆଉ ବହୁତ ଗୁଡ଼ାଏ ଆୱାରନେସ୍ ପ୍ରୋଗ୍ରାମ କରୁଛୁ, ସେନ୍ସିଟାଇଜେସନ ପ୍ରୋଗ୍ରାମ କରାହେଉଛି, ଗଭର୍ଣ୍ଣମେଣ୍ଟର ଯେତେ ମାନେ ଡାଇରେକ୍ସନ ଆସୁଛି ସବୁ ଯାକ ଇମ୍ପ୍ଲିମେଣ୍ଟ କରାହେଉଛି। ଆମ ପିଲାମାନେ ବିଭିନ୍ନ ପ୍ରକାର ଷ୍ଟେଟ୍ ଏବଂ ନ୍ୟାସନାଲ ଲେଭେଲର କମ୍ପିଟିସନରେ ଆମ ଭାଗ ନେଉଛନ୍ତି, ଖାସ କରିକି ଆମର NCCରେ ଆପଣ ଦେଖୁଥିବେ ପିଲାମାନେ ବହୁତ ଆମର ୟୁନିଭର୍ସିଟି ପାଇଁ ସୁନାମ। ଜୟପୁରରୁ ମନୋହର ତ୍ରିପାଠୀଙ୍କ ରିପୋର୍ଟ, ଖବର ଓଡ଼ିଶା।